ଶଳା ସବୁବେଳେ ଶଳା ଖାଲି ହଣା ହଣି କଟା କଟି କିଏ କହୁଛି ରଘୁଆବାରିକ ଆସିଲୁ ଆସିଲୁ ଚୋର କରିଦେବ ଆଉ କିଏ କହୁଛି ରଘୁଆବାରିକ ଆସିଲୁ ଆସିଲୁ ମଦନ କରିଦେବ ଆଉ କିଏ କହୁଛି ଆଜି ଆମର ବାହାଘର ତ ଆଉ କିଏ କହୁଛି ଆଜି ଆମର ଶୁଦ୍ଧ ଘର ଲାଗେ ବଢିଆ ଲାଗେ ଏମିତି ଡାକି ଡାକି ଉଠେଇ ବସେଇ ଦଉନାହାନ୍ତି ଖଟି 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 ସବ ପ୍ରାଣ ଚାଲିଗଲାଣି କଣ କଲା ସେ କରିବ କଣ କଲା ସେ ଖଟି ଖଟି ଜୀବନରେ ପ୍ରାଣ ଚାଲିଗଲାଣି ଆଉ ଖଟି ଖଟି ଆଜ୍ଞା ଖଟି ଖଟି ବୁଢା ହେଇଗଲେଣି ପଛେ ଖାଇବ ଆଜି ପର୍ଯ୍ୟନ୍ତ ହାତକୁ ଦି ହାତ ହେଇପାରିଲି ନାହିଁ ଇସରା କିଏ ଲୋକ ଦେଖି ଦଉନ ରେ ଆଉ ଆରେ ଜିନିଷଟା କଣ କହୁନା କହୁଛି କହୁଛି ଏ ମୁଁ ଦେଖିଛି କହିବି ଟିକେ ରେଷ୍ଟ ନିଅ ହେଲେ ଆଜ୍ଞା ରାଧେ ରାଧେ ମୁଁ ଭଣ୍ଡାରୀ ପିଲାଟି କଣ ଛାଡ଼ିବି ଅଛି ନା କୁଆଡ଼ୁ ହେଲେ ଅଧା ଖଣ୍ଡିଆରେ ଯୋଗାଡ଼ କରି ହାତକୁ ଦି ହାତ ହେଇଛି ପିଲା ହେଲେ ଆଜ୍ଞା ହଉ ଆଉ ଗପିଲା ହବନି ଯିବା ଛଅରେ ଟିକେ ହେଇଯିବା আরে ঘরে অর্থ না করা হে রঘু রঘু আরে ঘরে অর্থ না করা ଆମ ଲୋକ ନା আরে ঘরে অর্থ না করা রঘু হে রঘু ইসরা কার কি কর্ম ফলা খাই বসাই দউনাহাନ୍ତି কৌশলটি গর্জন করছি সারা বড় কাকপতি ঘুরে লঙ্কা করে দেলি ଆମେ ତ ସବୁ ରୁଲ
ଆଜ୍ଞା ଆପଣ ମୋର କି ଭାଗ୍ୟ ମୋ ଦଣ୍ଡବତ ଗ୍ରହଣ କରନ୍ତୁ ସବୁ ହେଲେ ଆଜ୍ଞା ଏ ଘଣ୍ଟାଇ କୁଟୀରରେ କାହିଁକି ପାଠ ପଢିଲା ପ୍ରଭୁ? ଆରେ ମୋର କଣ କିଛି ଅପରାଧ ଅଛି କି? ଆରେ ନା ସେମିତି କିଛି ନୁହେଁ। ଆଜ୍ଞା ମୁଁ ଗୋଟାଏ ଜରୁରୀ କାମରେ ଆସିଛି। ଆରେ କଥା ରଖିବୁ ନା କଣ? କୁହନ୍ତୁ ଆଜ୍ଞା କୁହନ୍ତୁ ମାଳ କାଟି ଦେବି ନା ଗାଡ଼ି କାଟି ଦେବି ନା ମର୍ଦ୍ଦନ କରିଦେବି? ଆରେ ନା ଆରେ ସେପରି କିଛି ନୁହେଁ। ତୁ ଗୋଟାଏ କାମରେ ମତେ ସାହାଯ୍ୟ କଲେ ମୁଁ ତତେ 50,000 ଟଙ୍କା ଦେବି। ମାତ୍ର ପଦେ କଥା। ପଦେ କଥା ପାଇଁ ମାତ୍ର 50,000 ଟଙ୍କା? କୁହନ୍ତୁ ଆଜ୍ଞା କୁହନ୍ତୁ। 50,000 ଟଙ୍କା କୁହନ୍ତୁ ଆଜ୍ଞା। ନଚେ ରଘୁ ହେଲେ ଆଜ୍ଞା ଆପଣ ତ ଖାଲି ରାଗୁଛନ୍ତି ଆଉ। ରଘୁ କୁହନ୍ତୁ ଆଜ୍ଞା କୁହନ୍ତୁ ମୋର କିଛି ଦରକାର ନାହିଁ। ଶୁଣ ଆଜ୍ଞା ତୁମେ ବାବାଜୀ ବେଶରେ ରାଜବାଟୀ ଯିବାକୁ ହେବ। ଆଜ୍ଞା ରାଣୀ ମହାଙ୍କ ପୋଷ୍ଟ ଗଣନା କରି କହିବ ବଡ଼ କୁମାର ତୁମର କୁମାର ମହାରାଜାଙ୍କୁ ହତ୍ୟା। ନାଇଁ ଆଜ୍ଞା ନାଇଁ ମୁଁ ଏ କାମ କରିପାରିବି ନାହିଁ ଆଜ୍ଞା। ରଘୁ ମୋର କ୍ଷୀର ମୁଠି ଭଲ ତ ମୁଁ ଭଲ ଆପଣଙ୍କୁ ଜୁହାର ହଉଛି ଆପଣ ମୋ ଘରୁ ଗଲେ ରଘୁ ଆଜ୍ଞା ତାହେଲେ ତୁମେ କାର୍ଯ୍ୟ କରିବ ପିଲା। ଏ କଥାରେ ଶୁଣୁ ଶୁଣୁ ମତେ କାହିଁକି ଡର ଡର ଲାଗିବ। ରଘୁ ମୋର ଛୋଟିଆ ସଂସାର ଆଜ୍ଞା ଭାସିଯିବ ଆଜ୍ଞା ଭାସିଯିବ। ରଘୁ ଆଜ୍ଞା ମୋ ଝିଅ ପୁଅ ଆଜ୍ଞା ତୁମେ ଡରିବାର ନାହିଁ। ମାରିଦେବେ ନାଗ ହେଲେ ଆଜ୍ଞା ଯଦି ଧରା ପଡ଼ିଯିବି ରଘୁ ଆଜ୍ଞା ମୋ ଝିଅ ପୁଅ ଆଜ୍ଞା ତୁମେ ଡରିବାର ନାହିଁ। ହେଲେ ଆଜ୍ଞା ଆପଣ ଦେବେ ଦେବେ କହି ତାହେଲେ ତୁମେ ତ ସଂଖ୍ୟା କରୁଛ। ଆରେ ନେ ଆଜ୍ଞା ଆରେ ଧ ଆଜ୍ଞା ଆରେ ଏ ହେଉଛି 25,000। ପାଞ୍ଚ ଶେଷରେ ଆଉ ବାକି ଟଙ୍କା ଆପଣ ଚିନ୍ତା କରନ୍ତୁନି ଆଜ୍ଞା ମୋ ନା ରାଘୁଆ ବାରିପଟି 100ରେ ଖେଳ କରିବ। ରଘୁ ଆଜ୍ଞା ଆଜ୍ଞା ହୋସିଆର ଓ ପଇସା ସହିତ କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ରାଜ ପରିବାର ସେମାନେ ଜାଣିବେ ବଡ଼ ତୁମର ଜୀବନ କୁମାର ମହାରାଜାଙ୍କୁ ହତ୍ୟା। ଚିନ୍ତା କରନ୍ତୁନି ଆଜ୍ଞା ସବୁ କାମ ଠିକ ଠାକ ହେଇଯିବ। ରଘୁ ଆଜ୍ଞା ହେଲେ ହେଲେ ଆମ ରାଜାଙ୍କ ଘର କେମିତି ଭାଗିଲା? ଅରେ ଭାଙ୍ଗିଗଲା ଆସୁଛି ରଘୁ ମୁଁ ଆସୁଛି। ମାରିଦେବେ ନାଗ ଏଥର ଗୋଟେ ଜଞ୍ଜାଳ ମାରିବ। କଣ କହୁନା କହୁଛି
ବାହାଘର ପାଇଁ ମୋର ଟଙ୍କାଟା ଯୋଗାଡ଼ ବଢିଆ ଲାଗୁଛି। ହେଲା ଆଜ୍ଞା ଟିକେ ଗଣି ଦେବା ବାହାଘର ପାଇଁ ଟଙ୍କାଟା ଯୋଗାଡ଼ ହେଇଗଲା। ଏଥର ଧୁମଧାମରେ ବାହାଘରଟା କରିବା। ହେଲା ଆଜ୍ଞା ଏଥର କିଏ କହିବ ରଘୁ ବାବୁ ଆସୁନ ଆଉ କିଏ କହିବ ରଘୁ ସାହେବ କହୁନ କୁହ। ଏଥର ତମର ଖାଲି ଟେଙ୍ଗେ 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 ଆଉ ବକିଲେ ହବନି ବିନା रघु अरे रघु ची 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 ए भांडार जातिटा एमिति जे डाकिले कोन कथा सुनछन्ती रघु ना अरे रघु सारा पुरी रघु के रे सारा अरे सारा सन्या तू पूरी सत्तारु सकाल कुआरे सारा तू देवी जे ब्रह्मचा पुरा এইটা ভয়ানা তোর বাবা না এটা ভালো তুমি না ভাবি ধরি হয় তুমি পাই এতে বাগু চার কষ্ট করে আসিছি তুমি নফরে না কি আবা এসা মাইছি আমি রাগুনি রে মানে কথাটা সেমিতি ঠিক সকালে সকালে বাড়ি ছাড়ছিল কইলি 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 কই না মু না তুম ভাই গোটে ভালো প্রস্তাব নেই আসিছি বা ঈশ্বর সোনিয়া কোন কইলু মাটি वाला সোনিয়া কোন ধরে কইলু 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 মু না তুম ভাই গোটে ভালো প্রস্তাব নেই আসিছি বা কোন কইলু আরে আসিল 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 আরে মো পাখু দিকে আরে তো কথাটা শুরু শুরু মাউ সম্ভালি পারি তুমি কিছু করিব না মনে কাটা মোর খালি সিরসিরি 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 লাগে ভাই পড়ি
କଥା ନ ଶୁଣୁନେ ଟକର କଲେ ଚଳିବ। ଏଇଠିକା ଭାଇ ନା ସେ ଯୋଉ ମଧୁପାଟଣା ସାହେବ ରଙ୍ଗ ନାନୀ ବା ରଙ୍ଗ ଇଏ ମା ଇଏ ମଧୁପାଟଣା ସାହେବ ରଙ୍ଗ ନାନୀ କି ଚିହ୍ନିନ ବା ବୋହିନି ବୋଇଲା এই সোনিয়া নাটা তো তার রঙ্গিলা রঙ্গিলা পরি লাগুছি রে হেলে তার তো সব রঙ্গিলা রঙ্গিলা পরি হেইতি রে এই সা মাইছিয়া তু কেমিতি কা জড়ি কলু রে এক মানে কে লাগু লাগু এইগুলো ভাই না কষ্ট কষ্ট କାହିଁ କହୁଛ ତାର ମୁହଁ ହସିଆ କଥା ତାକୁ ଦେଖିଦେଲେ ମନଟା ଯାହା ହଉଛି ନା ମାଇଛିଆ ତୁ ଆଉ ସେମିତି କହନା ରେ ତୁମେ ନା ଭାରି ଅସଭ୍ୟା ଲୋକ ହଇ ଗଛରେ କୁଆଡେ ପଣସ ବାତିନି ତୁମ ମୁହଁରେ ଆସି ଅଠା ରଙ୍ଗନାନୀକୁ ପାଇବାକୁ ହେଲେ ବର୍ତ୍ତମାନ 5 ଲକ୍ଷ ଟଙ୍କା ଦରକାର ଆକାର ଭଲ ମାଇଛିଆ ସେ କଥା କହୁନୁ ସେ କଥା କହୁନୁ ମତେ 5,000 ଟଙ୍କା ଦରକାର ନା ମୁଁ କଣ ମନା କରୁଛି ତୁ 5,000 ଟଙ୍କା ନେବୁ ମୁଁ ତତେ ତୁ କଣ ମନା କରୁଛି 5,000 ଟଙ୍କା ହବ କି 5 ଲକ୍ଷ ଟଙ୍କା ଆରେ 5,000 ଫାଷ୍ଟ ନେଇଯା ତାପରେ ବେଟିରେ ଦେଇଦେବି ହେଲା ବେଦିରେ ଯଦି ଧରା କହି ଆରେ ଦେବି ନା 5,000 ଟଙ୍କା ଦରକାର ମୋ ପାଖରେ କଣ ପଇସାର ଅଭାବ ଅଛି ଆରେ ମୋ ପାଖରେ ପୁରା ଏବେ ଖାଲି ପଇସା ଟିଙ୍କିଣି 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 ଟେଙ୍କେ ଖୋଜି ପୁରା ଟେଙ୍ଗେ ଆନେ ଆରେ ଆଉନୁ ନାଚ କରୁଛି ଭଲ ଲାଗିଲା ଭଲ ଲାଗିଲା ରେଡି বল ଭାଇ ନା ତେବେ ମୁଁ ଆସୁଛି ତୁମେ ଟିକେ ଛରବାର ହୋଇ ଘର ଦ୍ୱାର ଲିପା ପୋଛା କରି ଏଇଠାରେ ବସିଥାଅ ଏଇ ସାଙ୍ଗେ ସାଙ୍ଗେ ରଙ୍ଗନାନୀକି ଆଣି ତୁମ ପାଖରେ ପହଞ୍ଚାଇ ଦେବି ଏଇସା ମାଇଛେ ତୁ ବେଗେ ଗଲୁ ତୁ ଯେତିକି ଅବହେଳା କରିବୁ ନାହିଁ ଅନାଶଳା ତୁ ଯଦି ଅବହେଳା କରିବୁ ଅନାଶଳା ମୋର ହାତ ଏକାଟ ହେଇଯିବ ଆଉ ଦେଲେ ମୁଁ ଆସୁଛି ରଘୁ ଭାଇ ନା ଆରେ ବେଗେ ଯା ରଘୁ ଭାଇ ନା କେଞ୍ଚି ଦେଲା ମ ଆରେ ମୁଁ ଅସମ୍ଭାଳିଆ କାହିଁକି ଯାଉଥିଲୁ ନାଇଁ କେତେ ବାକି ପଇସାଟା আরে জিনিসটা কোন কও না ऐसा कोई ताको बेटिरे दे दिया बाकी ଗାନ୍ଧୀ ରୋଡ ମ मोदी लोग अछि अरे गांधी नोट ମୁଁ ଆସୁଛି अरे चल बेटी ବାଏ गुड नाइट ଏଥର ଗୋଟେ ଜଞ୍ଜାଳ ମାରି ବସି ଆଜ୍ଞା ଗୋଟେ ସେଲୁନ ଖୋଲିଛି ଏଇ ଆଜ୍ଞା ବର୍ଷା କରୁଛୁ ତୁ ଆଉ ଗୋଟିଏ ସେଲୁନ ଖୋଲିବାକୁ ପଡିବ আরে জিনিসটা কোন কও না ଆରେ କହୁଛି ଏଇ ଜଗନ୍ନାଥ ପ୍ରସାଦ ବଡ଼ଦାଣ୍ଡରେ ଖୋଲିବା ହେଲେ ଆଜ୍ଞା ମୋ ବାହାଘର ବେଳକୁ ଦେଖିବେ ମୋ ଚେହେରାଟା ଦୁଇ ଗୁଣ ହେଇଯାଇଛି ଆଉ ଜିମ୍ ଯିବି ଜିମ୍ ଯାଇକିରି ଏକାବେଳେ ଫିଟ୍ ଫାଟ୍ ହେଇଯିବ ହେଲେ ଆଜ୍ଞା ହଉ ଯିବା ଘର ପରେ ଟିକେ ଲିପା ପୋଛା କରିଦେବା ଭୋଜିର ଆୟୋଜନ କରିବାକୁ ପଡିବ କାରଣ ସାନ୍ତ ମାନେ ଆସିବେ ଚିକେନ ମଟନ ନହେଲା
ଚିଙ୍ଗୁଡ଼ି ଶୁଖୁଆ ଆଣିବା। ଚିଙ୍ଗୁଡ଼ି ଶୁଖୁଆ ଆଣିବା। ହେଲା ଆଜ୍ଞା, ଧନ ସମ୍ପତ୍ତିରେ ମୋର କୌଣସିଥିରେ ଅଭାବ ନାହିଁ, ଜମା ଅଭାବ ନାହିଁ। ମୋର ଗଣ୍ଡା ଗଣ୍ଡା ଗାଡ଼ି, ଗଣ୍ଡା ଗଣ୍ଡା ଟ୍ରେନ ଚାଲିଛି। ମୋର ଗଣ୍ଡା ଗଣ୍ଡା ଗାଡ଼ି ଆଉ ଗଣ୍ଡା ଗଣ୍ଡା ଟ୍ରେନ ଚାଲିଛି। ଆରେ ଜିନିଷଟା କଣ କହୁନା? ଆରେ କହୁଛି ତତେ କେତେ ଥର କହିବି। ମୋର ଗଣ୍ଡା ଗଣ୍ଡା ଗାଡ଼ି ଆଉ ଗଣ୍ଡା ଗଣ୍ଡା ଟ୍ରେନ। ମୋର ଚାଉଳ ଟିଣ୍ଟିଣି, ତେଲ ଟିଣ୍ଟିଣି, ପରିବା ଟିଣ୍ଟିଣି। ଆଜ୍ଞା, ସହଯୋଗ କରିବାକୁ ମୋର କେହି ନାହାନ୍ତି। ଆପଣ ମାନଙ୍କୁ ମୋର ଗୋଟିଏ ଅନୁରୋଧ ରହିଲା, ରକ୍ଷା କରିବେ ଆଜ୍ଞା, ନିଶ୍ଚୟ ରକ୍ଷା କରିବେ। ଆପଣ ମାନେ ଆପଣଙ୍କ ଘରେ ଖାଇ ପିଇ ଆସି ଆଜ୍ଞା ମୋ ଦୁଆରେ ଆସି ହାତଟାକୁ ଧୋଇଦେବେ। ଆରେ ବହୁନି ହେଲେ ଆଜ୍ଞା, ଆପଣ ତ ଜାଣିଛନ୍ତି ମହଙ୍ଗା ଯୁଗ, ବ୍ୟବହାରଟା 500 ଟଙ୍କାଟେ ଦେଇକରି ଯିବେ। ଜାଣିଲେ, ଖାଇବେ ଆପଣଙ୍କ ଘରେ, ଧୋଇବେ ମୋ ଦୁଆରେ। ଆଜ୍ଞା, ପାଣିର ବ୍ୟବସ୍ଥା କରିଥିବି। ହେଲା, ପାଣିର ବ୍ୟବସ୍ଥାଟା ହବ। ଆଜ୍ଞା, ଆରେ ପୁରା ଗଲା। ଆଜ୍ଞା, ଜିନିଷଟା କଣ କହୁନା? ମୋ ବାହାଘରଟା ହଉଛି ଫଗୁଣ ମାସ 25 ତାରିଖ। ଆସିବେ ଆଜ୍ଞା, ସମସ୍ତେ ଭୋଜି ଖାଇ ଆସିବେ। ଖାଇବେ ଆପଣଙ୍କ ଘରେ, ଧୋଇବେ ମୋ ଦୁଆରେ, ପାଣିର ବ୍ୟବସ୍ଥା କରିବି, ନଳକୂଅ ଅଛି। ଆସି ଆଜ୍ଞା, ନମସ୍କାର। ନମସ୍କାର।